ମାଥ୍ୟୁ ଲିଖିତ ସୁସମାଚାରରୁ ପାଠ 5 ଅଧ୍ୟାୟ 17ରୁ 19 ପଦ ପର୍ଯ୍ୟନ୍ତ। ଯୀଶୁଖ୍ରୀଷ୍ଟ ନିଜର ଶିଷ୍ୟମାନଙ୍କୁ କହିଲେ, ତୁମେମାନେ ଭାବ ନାହିଁ ଯେ ମୁଁ ବିଧିବିଧାନ ଅବା ପ୍ରବକ୍ତାମାନଙ୍କର ଭାବବାଣୀ ଲୋପ କରିବାକୁ ଆସିଅଛି। ମୁଁ ସେସବୁ ଲୋପ କରିବାକୁ ନୁହେଁ, ବରଂ ପୂର୍ଣ୍ଣ କରିବାକୁ ଆସିଅଛି। କାରଣ ମୁଁ ତୁମମାନଙ୍କୁ ସତ୍ୟ କହୁଛି, ଯେ ପର୍ଯ୍ୟନ୍ତ ଆକାଶମଣ୍ଡଳ ଓ ପୃଥିବୀ ଲୋପ ନ ପାଇବ, ସେ ପର୍ଯ୍ୟନ୍ତ ସମସ୍ତ ବିଷୟ ନ ଘଟିବା ଯାଏ ବ୍ୟବସ୍ଥାର ଗୋଟିଏ ମାତ୍ରା କିମ୍ବା ବିନ୍ଦୁ ସୁଦ୍ଧା ବିଲୁପ୍ତ ହେବ ନାହିଁ। ଅତଏବ ଯିଏ ଏହି ଆଜ୍ଞାମାନଙ୍କ ମଧ୍ୟରୁ କୌଣସି କ୍ଷୁଦ୍ରତମ ଆଜ୍ଞା ଲଙ୍ଘନ କରେ ଓ ଅନ୍ୟମାନଙ୍କୁ ସେହି ପ୍ରକାରେ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ ସବୁଠାରୁ ନଗଣ୍ୟ ବୋଲି ପରିଗଣିତ ହେବ। କିନ୍ତୁ ଯେ କେହି ସେ ସମସ୍ତ ପାଳନ କରେ ଓ ସେ ସବୁ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ ମହାନ ବୋଲି ବିବେଚିତ ହେବ। ପ୍ରଭୁଙ୍କର ସୁସମାଚାର। ପ୍ରିୟ ବନ୍ଧୁଗଣ, ଆମମାନେ ତପସ୍ୟା କାଳର ତୃତୀୟ ସପ୍ତାହରେ ପହଞ୍ଚିଅଛୁ। ଆଉ ଆଜି ଦିନ ଆମମାନେ ବିଧାନ ଏବଂ ପ୍ରବକ୍ତାମାନଙ୍କ ବିଷୟରେ ଶୁଣୁଅଛୁ। ପୁରାତନ ବିଧାନ ବିଶେଷ କରି ଅନେକ ବିଧାନ, ଏପରିକି 643 ବିଧାନ ସେମାନେ ଗଣନା କରିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ କେବଳ 10ଟି ବିଧାନ ମୁଖ୍ୟ ଅଟେ ବା 10 ଆଜ୍ଞା ମୁଖ୍ୟ ଅଟେ, ଯେଉଁ ଆଜ୍ଞାକୁ କି ପ୍ରଭୁ ଯୀଶୁଖ୍ରୀଷ୍ଟ 2 ଭାଗରେ ବିଭକ୍ତ କରିଥିଲେ। ପ୍ରଥମ ଭାଗ ପରମେଶ୍ୱରଙ୍କୁ ସର୍ବୋତ୍ତମ ପ୍ରେମ କରିବା ପାଇଁ, ଆଉ ଦ୍ୱିତୀୟ ଭାଗ ନିଜ ପ୍ରତିବେଶୀକୁ ଆତ୍ମତୁଲ୍ୟ ପ୍ରେମ କରିବା ପାଇଁ। ତେଣୁ ଏହି 10 ଆଜ୍ଞା ଏହି 2 ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ 3 ଆଜ୍ଞା ପରମେଶ୍ୱରଙ୍କ ବିଷୟରେ କୁହାଯାଉଛି, ଆଉ ବାକି 7 ଆଜ୍ଞା ମନୁଷ୍ୟମାନଙ୍କ ବିଷୟରେ କୁହାଯାଉଛି। ତେଣୁ 10 ଆଜ୍ଞାର ଏହି 2ଟି ଫଳକରେ, ଗୋଟିଏ ଫଳକରେ 3ଟି ଆଜ୍ଞା ଆଉ ଅନ୍ୟ ଫଳକରେ 7ଟି ଆଜ୍ଞା ଲେଖାଯାଇଛି। ଠିକ୍ ସେହିପରି ପ୍ରଭୁ ମଧ୍ୟ ଆମମାନଙ୍କ ହୃଦୟରେ ଏହିପରି ଭାବରେ ସେ ଲେଖନ୍ତି ହିବ୍ରୁ 10:8ରେ, ଯେ ହୃଦୟରେ ସେ 3ଟି ଆଜ୍ଞା ଲେଖିଅଛନ୍ତି ଏବଂ ଆମର ମନରେ ସେ 7ଟି ଆଜ୍ଞା ଲେଖିଅଛନ୍ତି। ଏହିପରି ଭାବରେ ଆମ ଅନ୍ତରରେ ଏହି 10 ଆଜ୍ଞା ଗୁଡ଼ାକ ପ୍ରଭୁ ଲେଖିଅଛନ୍ତି। ଆମମାନେ ବାହାରେ ଖୋଜିବା ଦରକାର ନାହିଁ, ଏହି ପ୍ରସ୍ତର ଫଳକରେ ଖୋଜିବା ଦରକାର ନାହିଁ, କିମ୍ବା ବହି ଗୁଡ଼ାକରେ ଆମମାନେ ଖୋଜିବା ଦରକାର ନାହିଁ। ଆମ ଜୀବନ୍ତ ବହିରେ, ଆମ ଜୀବନରେ ହିଁ ପ୍ରଭୁ ଆମମାନଙ୍କ ହୃଦୟରେ ଏବଂ ଆମମାନଙ୍କ ମନରେ ଏହି 10 ଆଜ୍ଞା ସେ ଲେଖିଅଛନ୍ତି। ତେଣୁ ନୈତିକତା ଆମ ହୃଦୟରେ ହିଁ ପ୍ରଭୁ ଦେଇଅଛନ୍ତି। ଯେପରି ସେ ପ୍ରଥମେ ଆଦାମ ଏବାଙ୍କୁ କହିଲେ ନୈତିକତା ମାନିବା ପାଇଁ, ଠିକ୍ ସେହିପରି ଆମମାନଙ୍କ ହୃଦୟରେ ମଧ୍ୟ ସେହି କଥା ହିଁ ସେ ଲେଖିଅଛନ୍ତି। ତେଣୁ ଯୀଶୁଖ୍ରୀଷ୍ଟ ନିଜର ଲୋକମାନଙ୍କୁ କହିଅଛନ୍ତି ଯେ, ତୁମେ ଭାବ ନାହିଁ ଯେ ମୁଁ ବିଧିବିଧାନ ବା ପ୍ରବକ୍ତାମାନଙ୍କର କଥା ବା ଭାବବାଣୀ ନଷ୍ଟ କରିବା ପାଇଁ ଆସିଅଛି। ତାହା ନୁହଁ, ମୁଁ ଆସିଛି ସେସବୁକୁ ପରିପୂର୍ଣ୍ଣ କରିବା ପାଇଁ। ତେଣୁ ଏହି ଯେତେ ସବୁ ଆକାଶମଣ୍ଡଳ ଆଉ ପୃଥିବୀ ଥିବା ଯାଏ ସେ କେବେ ତାହା ଲୋପ କରିବେ ନାହିଁ, କିମ୍ବା ଆମର ବ୍ୟବସ୍ଥାର ମାତ୍ରା କିମ୍ବା ବିନ୍ଦୁ ମଧ୍ୟ ସେ ବିଲୁପ୍ତ କରିବେ ନାହିଁ। ଆଉ ଯେତେ ସବୁ ଆଜ୍ଞା ଗୁଡ଼ାକ ଅଛି, ସେ ଗୋଟିଏ ଆଜ୍ଞା ବି ସେ ଲଙ୍ଘନ କରିବେ ନାହିଁ କିମ୍ବା ଧ୍ୱଂସ କରିବେ ନାହିଁ। ଆଉ ସେହି ଆଜ୍ଞା ଗୁଡ଼ିକ ଯିଏ ନଗଣ୍ୟ ଭାବରେ ଶିକ୍ଷା ଦେଉଛି, ସେ ସ୍ୱର୍ଗରାଜ୍ୟରେ ନଗଣ୍ୟ ରୂପେ ପରିଗଣିତ ହେବ। ଆଉ ଯିଏ ସେ ସବୁକୁ ଉତ୍ତମ ରୂପେ ଶିକ୍ଷା ଦିଏ, ସେ ସ୍ୱର୍ଗରାଜ୍ୟରେ ମହାନ ବୋଲି ବିବେଚିତ ହେବ। ତେଣୁ ପ୍ରଭୁ ଏସବୁ ଗୁଡ଼ାକ ଆମମାନଙ୍କୁ ଆଜି ଚେତାଇ ଦେଉଛନ୍ତି ଯେ ଯେତେ ସବୁ ଆଜ୍ଞା ଗୁଡ଼ାକ ପ୍ରଭୁ ଲେଖିଯାଇଅଛନ୍ତି, ସେଗୁଡ଼ିକ ମଧ୍ୟରୁ ଯେ ପ୍ରେମର ଆଜ୍ଞା ହିଁ ମହାନ, କ୍ଷମାର ଆଜ୍ଞା ହିଁ ମହାନ, ସତ୍ୟର ଆଜ୍ଞା ହିଁ ମହାନ। ଯୀଶୁଖ୍ରୀଷ୍ଟ ସେଥିପାଇଁ ସେ କହୁଅଛନ୍ତି, ମୁଁ ତୁମମାନଙ୍କୁ ଯେପରି ପ୍ରେମ କଲି, ତୁମେ ସେହିପରି ଅନ୍ୟମାନଙ୍କୁ ପ୍ରେମ କର। ମୁଁ ଯେପରି ତୁମମାନଙ୍କୁ କ୍ଷମା ଦେଲି, ତୁମେ ସେହିପରି ଅନ୍ୟମାନଙ୍କୁ କ୍ଷମା ଦିଅ।
ହେଲେ ତାହାଙ୍କର ମାନଦଣ୍ଡରେ ହିଁ ସେ ଆମମାନଙ୍କୁ ଆହ୍ୱାନ କରୁଅଛନ୍ତି। ପୁରାତନ ବିଧାନ ବିଶେଷ କରି ହିବ୍ରୁ ଧର୍ମଗ୍ରନ୍ଥରେ ବା ତାନାଖରେ ତୋରା, ନେବିମ୍ ଆଉ କେତୁବିମ୍ ଏହି 3 ଭାଗକୁ ହିବ୍ରୁ ଲୋକମାନେ କହିଲେ ତାନାଖ ବୋଲିକି। ତାରୁ ଆସୁଛି ତୋରା, ଆଉ ନାରୁ ଆସୁଛି ନେବିମ୍, ଆଉ ଖରୁ ଆସୁଛି କେତୁବିମ୍। ହେଲେ ଏହିପରି ଭାବରେ ପୁରାତନ ବିଧାନକୁ ଆମମାନେ ତାନାଖ ବୋଲି କହିଥାଉ। ଅର୍ଥାତ ପ୍ରଥମ ଭାଗଟି ହେଉଛି ବିଧାନ, ତୋରା ବିଧାନ, ଆଉ ନେବିମ୍ ଦ୍ୱିତୀୟ ଭାଗ ହେଉଛି ପ୍ରବକ୍ତା, ନେବିମ୍ ପ୍ରବକ୍ତାମାନେ, ଆଉ ତୃତୀୟ ଭାଗଟି ହେଉଛି କେତୁବିମ୍ ଲେଖା ଗୁଡ଼ାକ, ବିଭିନ୍ନ ଲେଖା, ବିଭିନ୍ନ ଶିକ୍ଷା ଗୁଡ଼ାକ। ଏହିପରି ଭାବରେ 3 ଭାଗରେ ଯିହୁଦୀମାନେ ତାହାକୁ ଭାଗ କରିଛନ୍ତି। କିନ୍ତୁ କଥା କହିଲା ବେଳକୁ ସେମାନେ ପୁରାତନ ବିଧାନ କହିବା ଯାହା ବା ବିଧିବିଧାନ କହିବା ଯାହା ବା ପ୍ରବକ୍ତା କହିବା ମଧ୍ୟ ତାହା, ସେମାନେ ପ୍ରବକ୍ତା ବି କହିପାରନ୍ତି ବା ସେମାନେ ବିଧାନ ବି କହିପାରନ୍ତି ବା ସେମାନେ ଲେଖା ବି କହିପାରନ୍ତି। ହେଲେ ଏହିପରି ଭାବରେ ସେମାନେ ପୁରାତନ ବିଧାନକୁ ସମ୍ବୋଧନ କରୁଥିଲେ। ନୂତନ ବିଧାନକୁ ଆମମାନେ ନୂତନ ନିୟମ ବା ନୂତନ ବିଧାନ ବା ନୂତନ ଆଜ୍ଞା ମଧ୍ୟ ଆମମାନେ କହୁଅଛୁ। ହେଲେ ଏହିପରି ଭାବରେ ପ୍ରଭୁ ଆମମାନଙ୍କୁ ତାହାଙ୍କର ଆଜ୍ଞା ଦେଇଅଛନ୍ତି, ଆଜ୍ଞା ପାଳନ କରିବା ପାଇଁ। ଏହି ପ୍ରାକୃତିକ ଆଜ୍ଞା ସବୁ ପାଳନ କରୁଛି, କିନ୍ତୁ ଆମମାନଙ୍କୁ ପ୍ରଭୁ ସ୍ୱାଧୀନ ଦେଇଛନ୍ତି। ଆମମାନଙ୍କୁ ତାହାଙ୍କ ସଦୃଶ ସୃଷ୍ଟି କରିଅଛନ୍ତି, ଆଉ ତାହାଙ୍କୁ ମାନିବା ପାଇଁ, ତାହାଙ୍କର ଆଜ୍ଞା ମାନିବା ପାଇଁ ମଧ୍ୟ ସେ ଆମମାନଙ୍କୁ ସ୍ୱାଧୀନ ଦେଇଅଛନ୍ତି। ସେ ଆମମାନଙ୍କୁ ଜବରଦସ୍ତ କରୁନାହାନ୍ତି। ଆମ ନିଜ ଇଚ୍ଛା ଅନୁସାରେ, ନିଜ ପ୍ରେମରେ ଆମେ ପ୍ରଭୁଙ୍କୁ ଗ୍ରହଣ କରିବା ଦରକାର, ବିଶ୍ୱାସ କରିବା ଦରକାର, ସ୍ୱୀକାର କରିବା ଦରକାର। ଏହିପରି ଭାବରେ ଆମମାନେ ସ୍ୱୀକାର କଲା ପରେ ସେଗୁଡ଼ାକୁ ମଧ୍ୟ ଆମମାନେ ଶିକ୍ଷା ଦେବା ଦରକାର। ଆଉ ଆମେ ଯେତେ ଶିକ୍ଷା ଦେବା ସେତେ ଆମମାନେ ଆଶୀର୍ବାଦ ପାଇବା। ଯେତେ ସଠିକ୍ ଶିକ୍ଷା ଦେବା ସେହି ହିସାବରେ ଆମମାନେ ମହାନ ହେବା। ଆଉ ଯେତେ ସାଧାରଣ ଭାବରେ ଆମମାନେ ଶିକ୍ଷା ଦେବା ସେହିପରି ଭାବରେ ଆମମାନେ ସ୍ୱର୍ଗରେ ମଧ୍ୟ ନଗଣ୍ୟ ହେବା। ତେଣୁ ଆସନ୍ତୁ ପ୍ରକୃତ ପ୍ରେମ, ପ୍ରକୃତ ଦୟା, ପ୍ରକୃତ ଭକ୍ତିରେ ଆମମାନେ ପ୍ରଭୁଙ୍କୁ ମାନିବା ଆଉ ତାହାଙ୍କୁ ଅନୁସରଣ କରିବା।